ଆଜ୍ଞା ନମସ୍କାର। ସ୍ୱାଗତ କରୁଛୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ କି। ଆପଣ ମାନେ ଦେଖିପାରୁଥିବେ ଆଜି ଯେନ୍ ଭିଡ଼ିଓ ଆପଣମାନଙ୍କୁ ଆମେ ଦେଖାଉଛୁ ଏଇଟା ହେଉଛି କଙ୍କରେଲ ଚିକ୍ସର ଭିଡ଼ିଓ ଅଛି ଯେନ୍ଟାକି ଆମର ଫାର୍ମରେ ଅଛି। ଆଉ ଏଇଟା ପାଖାପାଖି 4000 ପିସ୍ ଆଭେଲେବୁଲ୍ ଅଛନ୍। ଆଉ ଏଇଟା ଦେଖୁନ୍ ଫାର୍ମର ପାଖକେ ଆମେ ଡେଲିଭରି ଦେଇଛୁ 1000 ଯେନ୍ଟା ଆମେ ନିଏ ଯାଇକିରି ସେନ ଦେଖିଛୁ। ଆଉ ତାଙ୍କର ବି ବହୁତ ଭଲ୍ ସେଇଟା ରଖା ହେଇଛି। ଆଉ ଆପଣମାନେ ତ ଆଜି ଥମ୍ବନେଲରୁ ଦେଖିକି ଜାଣିପାରିଥିବେ କି ଆମେ କେମିତି ଉପରେ ଡିସ୍କସନ୍ କରବାର୍କେ ଯାଉଛୁ। ଏଇଟା ହେଉଛି କଙ୍କରେଲ ବ୍ରିଡ୍ ଯେନ୍ଟାକି ଆମର ଲେୟରର ମେଲ୍ କୁହାଯାଏସି। ଏଇଟା ସବୁ ଗଞ୍ଜା ଭାର୍ସନ୍ ଆଜ୍ଞା। ଆଉ ଏଇଟା ମାଂସ ପର୍ପୋଜ ଲାଗି ୟୁଜ୍ କରାହେସି। କିଛି ଚାଷୀ ଭାଇମାନେ କହେସନ୍ କି ଆଜ୍ଞା ଏଟାକେ ଅଣ୍ଡା ଲାଗି କରିପାରମା ହିଁ, କିନ୍ତୁ ଏଇଟା ଅଣ୍ଡା କେନ୍ସି ହିସାବରେ ନାଇଁ ଦିଅନ୍। ଏଇଟା ଖାଲି ମିଟ୍ ପର୍ପୋଜ ଲାଗି କାମ କରାହେସି। ତ ଏଇଟା ଯେନ୍ ଆପଣ ଦେଖୁଛନ୍ ଏଇଟା ଦେଖୁନ୍ ବ୍ରଏଲର ଚିକ୍ ସାଙ୍ଗେ ପୁରା ସେମ୍ ଦିଶୁଛନ୍। ଯେନ୍ଟାକି କିଛି କ୍ୱେଶ୍ଚନ୍ ବି ନାଇଁନ କି ଆପଣ ବ୍ରଏଲର ନା କଙ୍କରେଲ ଚିକ୍ସ ବୋଲି କେନ୍ତା ଜାଣିପାରିବେ। ଦୁଇଟା ଦେଖବାର୍କେ ପୁରା ସମାନ ରହିସି। କିନ୍ତୁ ବ୍ରଏଲରଟା 2 ମାସେ ସରି 50 ଦିନରେ ସେ 2.5 କିଲୋ 2 କିଲୋ 3 କିଲୋ ଆସି ଯାଏସି। ଆଉ ଏଇଟା 50 ଦିନରେ ଯାଇକି 1 କିଲୋରେ ତାର ବଡି ୱେଟ୍ ଗେନ୍ କରିପାରସି। ତ ଆମେ ଯଦି ଦେଖମା ବେଲେ ଦୁଇଟା ମାଂସାଶୀ କୁକୁଡ଼ା କିନ୍ତୁ ଦେଖବାର୍କେ ସମାନ କିନ୍ତୁ ଏଇଟା ଦେଶୀ ପ୍ରଜାତିର ହେଲେ ସେଟା ହାଇବ୍ରିଡ୍ ପ୍ରଜାତିର ତାମାନେ ହେଇଥିସି। ଆଉ ଇ କଙ୍କରେଲ ଚିକ୍ସର ପ୍ରାଇସ୍ ବହୁତ ଟ୍ରେଡର୍ସ ବହୁତ ହିସାବରେ ରେଟ୍ କରସନ୍ ଆଜ୍ଞା। କିନ୍ତୁ ଆପଣମାନଙ୍କୁ ଆମେ ଏତ୍କି ଜଣେଇ ଦେଉଛୁ ଯେ ଇତାର ପ୍ରାଇସ୍ ମାର୍କେଟରୁ ସବୁଠାରୁ କମ୍ ଆମନୁ ଆପଣ ପାଇପାରିବେ। ଏଇଟା ଯେନ୍ଟା ହେଉଛି ଆମେ ଭଲ୍ ହେଚରିରୁ ଆମେ ଚିକ୍ସ ଆପଣମାନଙ୍କୁ ଦେଇକିରି ପୁରା ଡବଲ୍ ଭ୍ୟାକ୍ସିନେସନ୍ କରାହେଇଛି ସେ ଚିକ୍ସର। ଆଉ ପହଲାରୁ ହିଁ ତାହାକେ ଆମେ ଏଇଟା କରେଇଦେସୁଁ। ଆପଣମାନେ ଇତାକେ ଦେଶୀ କୁକୁଡ଼ା ହିସାବରେ ଗୋଟେ ମାସ ଦାନା ଦେଲା ପରେ ଆପଣ ଏତାକେ ଫ୍ରି ରେଞ୍ଜରେ ବି ରଖିକିରି କରେଇ ପାରିବେ। ଇତାକର ଗୋଟେ ମୁଖ୍ୟ କାରଣ ରହିଛି ଯେନ୍ଟାକି ମାନେ ଥଣ୍ଟ ନାଇଁ କାଟିଲେ ଚଲି ନାଇଁ ପାରେ। କିନ୍ତୁ ଆପଣମାନେ ଏଇଟାକେ ଗୋଟେ ମାସ ପରେ ଯଦି ଟିକେ ତାର ମାନେ ନଖ କାଟିଦେବେ ମୁହଁର ତାର ପରେ ବି ଆପଣ ଏଇଟାକେ ବାହାରେ ଫ୍ରି ରେଞ୍ଜ କରିକି ରଖିପାରିବେ। ଯେନ୍ଟାକି ଏଇଟାକର ମୁଖ୍ୟ କାରଣ ଥିସି ସେତାର ଦ୍ୱାରା ସେମାନେ ଜଣେ ଆଉ ଜଣେ ମାନେ ଖୁମ୍ପିକିରି ମାରି ଦେସନ୍। ତ ବ୍ଲଡ଼ ବାହାର କରି ଜଣକେ ମାରି ଦେସନ୍। ଏଇଟା ହେଉଛି ତାର ମୁଖ୍ୟ ଗୋଟେ କାରଣ ଖାଲି। ଆଉ ଏଇ କୁକୁଡ଼ାର ଆଉ କୌଣସି ଏନ୍ତା ବେମାରୀ ନାଇଁନ ଯେନ୍ଟାକି ଆପଣମାନେ ହଇରାଣ ହେଇପାରିବେ। ତ ଆପଣମାନେ ଇନୁ ଗୋଟେ ସର୍ଟ ନଲେଜ୍ ପାଇଲେ କି କଙ୍କରେଲ କୁକୁଡ଼ାର ତାମାନେ ଦେଖବାର୍କେ ବ୍ରଏଲର ସାଙ୍ଗେ ପୁରା ସମାନ ରହିବା ଏବଂ ଏତାର ମୁଖ୍ୟ ଗୋଟେ କାରଣ ଯେ କୁମ୍ପା କୁମ୍ପି ହେବାରଟାକି ଏଇଟା ମାନେ ଆପଣ ମେଡ଼ିସିନ୍ ମାଧ୍ୟମରେ ବି କଣ୍ଟ୍ରୋଲ୍ କରିପାରିବେ। ଆଉ ଗୋଟେ ଆମେ ଆପଣଙ୍କୁ ଇନଫର୍ମେସନ୍ ଦେବାର୍କେ ଚାହୁଁଛୁ କି ଇ କଙ୍କରେଲ ଚିକ୍ସରେ ଆପଣମାନେ ଆଉ ଗୋଟେ ପଜିଟିଭ୍ ପଏଣ୍ଟ ଏଇଟା ପାଇବେ କି ଆମେ ଯେନ୍ ବି କୁକୁଡ଼ା ଫାର୍ମରେ ଚାଷ କରୁଛୁଁ ଧରୁନ୍ ଅସିଲ ଆରାୟାର କଡ଼କନାଥ ସୋନାଲି ଯେନ୍ ବି ବ୍ରିଡ୍ ଚାଷ କରୁଛୁଁ ସେତାରନୁ ଇତିର ଇମ୍ୟୁନିଟି ପାୱାର ବହୁତ ହେଭି ରହିସି। ଆପଣମାନେ ଏଇଟା ଜାଣିଥାଉନ୍ ଯେ ଆପଣ ଗୋଟେ ଟେମ୍ପରେଚର ବିନା ଟେମ୍ପରେଚର ବି ଶୀତ ମାସେ ଏଇ କୁକୁଡ଼ାକେ ବଞ୍ଚାବାଟା ପସିବୁଲ୍ ହେଇପାରସି। ଖାଲି ଟିକେ ମ୍ୟାନେଜମେଣ୍ଟ ଆପଣ ଯଦି ଭଲ ହିସାବରେ ରଖିବେ ତ ଏଇ କୁକୁଡ଼ାକେ ଆପଣ ବହୁତ ବଢ଼ିଆ ଭାବରେ ବଞ୍ଚେଇ ପାରିବେ। ଆର୍ ଆପଣମାନଙ୍କୁ ଏଇଟା ଗୋଟେ ପଜିଟିଭ୍ ପଏଣ୍ଟ କି ନୂଆ ଚାଷୀ ଯଦି ଶିଖବାର ଅଛେ ଫାର୍ମିଂ ତ ଏଇ ଚାଷରୁ ବା ଏଇ କୁକୁଡ଼ାରୁ ହିଁ ଆପଣମାନେ ଶିଖିପାରିବେ। ଏଇଟା ହେଉଛି ଗୋଟେ ସର୍ଟ ଇନଫର୍ମେସନ୍ ଆପଣମାନଙ୍କର ଲାଗି ଯେନ୍ ଚାଷୀ ଭାଇମାନେ ପହଲାରୁ ଫାର୍ମ କରବାକେ ଚାହୁଁଛନ୍ ବହୁତ କମ୍ ପ୍ରାଇସ୍ରେ କଙ୍କରେଲ ଚିକ୍ସ ନେଇକିରି ଆପଣମାନେ ଫାର୍ମିଂର ତାର ସର୍ଟ ନଲେଜଟା ପାଇପାରିବେ। ଆଉ ଆପଣମାନେ ଆଗକେ ସକ୍ସେସ୍ ବି ହେଇପାରିବେ। ତ ଇ ନଲେଜ୍ ଦେବା ଆମେ ଆପଣମାନଙ୍କୁ ଏଇଟା ଯୋଗାଯୋଗ କରିକି ଗୋଟେ ଭିଡ଼ିଓ ବନେଇଛୁ ଯେହେତୁ ଚାଷୀ ଭାଇମାନଙ୍କର ଗୋଟେ କମେଣ୍ଟ ଆସିଥିଲା କି କଙ୍କରେଲ ଚିକ୍ସ ଉପରେ ଗୋଟେ ଭିଡ଼ିଓ କରୁନ୍ ଆଜ୍ଞା ଆଉ ଆମକୁ ଏଥିର ଉପରେ ଟିକେ ନଲେଜ୍ ଦରକାର ଅଛି। ତ ଆଉ ବହୁତଟେ ଭିଡ଼ିଓ ମାନେ ମୁଇଁ ବି ଦେଖିଛେଁ ଚାଷୀ ଭାଇମାନେ ଆମକୁ କହିଛନ୍ ବି କି ଲୋକମାନେ କଙ୍କରେଲ ଚିକ୍ସ ଅଣ୍ଡା ଦେସି ବୋଲି ଭିଡ଼ିଓ ବନାସନ୍ କିମ୍ବା ଏଇଟାକେ ମିଟ୍ ପର୍ପୋଜ ଲାଗି ୟୁଜ୍ କରା ନାଇଁ ହୁଏ ବୋଲି କହିଛନ୍। କିନ୍ତୁ ଆପଣମାନେ ଏଇଟା ଜାଣିଥାଉନ୍ ଯେ କଙ୍କରେଲ ଚିକ୍ସର ଗୋଟେ ମାତ୍ର ଲକ୍ଷ୍ୟ ଯେନ୍ଟାକି ସେ ଖାଲି ମିଟ୍ ପର୍ପୋଜରେ ହିଁ କାମ କରାପାରସି। ଆଉ ଏଇଟା ଦେଶୀ ପ୍ରଜାତିର ଗୋଟେ ବ୍ରିଡ୍ ବୋଲି ଆମେ ତାହାକେ କହିପାରମା। ହାଇବ୍ରିଡ୍ ହେଲେ ବି ଗୋଟେ ଦେଶୀ ଉପାୟରେ ଏଇଟାକେ ଆପଣମାନେ ରଖିପାରିବେ ଯେନ୍ଟାକି ଗୋଟେ ମାସ ଆପଣ ଫାର୍ମରେ ରଖିଲେ ତାରପରେ ଏଇଟାକେ ଆପଣ ଫ୍ରି ରେଞ୍ଜ କରିକିରି ବି ଫାର୍ମରେ ରଖିପାରିବେ। ଆଉ ଆମର ସଜେଷ୍ଟ ରହୁଛେ ଯେନ୍ ଚାଷୀ ଭାଇମାନେ ନୂଆକିରି ଫାର୍ମିଂ କରୁଛନ୍ ବା ନୂଆକିରି ଚାଷ ଶିଖବାର୍କେ ଚାହୁଁଛନ୍ ସେମାନେ ଅନ୍ୟ ବ୍ରିଡ୍ରୁ ଅପେକ୍ଷା ଇ ବ୍ରିଡ୍ ନେଇକିରି ଆପଣମାନେ ଭଲ ସକ୍ସେସ୍ ହେଇପାରିବେ। କାଇଁ ଯେ ବେଲେ ଅନ୍ୟ ବ୍ରିଡ୍ ଦେଖୁନ୍ ଯେହେତୁ ମାର୍କେଟରେ ପ୍ରାଇସ୍ ତାର 35 ଟଙ୍କା 36 ଟଙ୍କା 22 ଟଙ୍କା 25 ଟଙ୍କା ଚିକ୍ସ ପ୍ରାଇସ୍ ରହୁଛେ ଇଥିର ପ୍ରାଇସ୍ ବହୁତ ତାନୁ ବହୁତ ହାଫ୍ରୁ ହାଫ୍ ରେଟ୍ରେ ଆପଣମାନଙ୍କୁ ମିଲିଯାସି। ସେଥିର୍ଲାଗି ଆପଣମାନେ ଯଦି ଇଥିର ଉପରେ ଇନଫର୍ମେସନ୍ ପାଇବାର୍କେ ଚାହୁଁଛନ୍ ଆପଣମାନେ ଆମକୁ କଣ୍ଟାକ୍ଟ କରୁନ୍। ଆମର ୟୁଟ୍ୟୁବ୍ର ଯେନ୍ ନମ୍ବର ଅଛେ ସେଥିରେ ଆପଣମାନେ କଣ୍ଟାକ୍ଟ କରିକି ଆମନୁ ଇନଫର୍ମେସନ୍ ନେଇକିରି ଆମକୁ ଯୋଗାଯୋଗ କରିପାରିବେ। ଆଉ ଆପଣମାନଙ୍କର ଲାଗି ଆମେ ଏତ୍କି ଗ୍ୟାରେଣ୍ଟେଡ଼ ଦେଉଛୁ ଯେ ଯେନ୍ ପ୍ରକାର ସର୍ଭିସ୍ ଆମେ ଆପଣମାନଙ୍କୁ ଦେମୁ ବା ଯେନ୍ ପ୍ରକାର ଆପଣଙ୍କୁ ଗାଇଡ଼ କରାହେବା ସେଟା କୌଣସି ହିସାବରେ ଅନ୍ୟ ଟ୍ରେଡର୍ସ ମାନେ ଆପଣଙ୍କୁ ଦେଇ ନି ପାରନ୍ ଆଜ୍ଞା। ତ ଇ ଯେନ୍ କଙ୍କରେଲ ବାର୍ଡ଼ ଅଛି ଏଟାକେ ମାର୍କେଟିଂ କରବାଟା ବି ବହୁତ ଇଜି ଯେନ୍ଟାକି ବହୁତ ବଡ଼ ବଡ଼ ବଜାରରେ ଆପଣମାନେ ଏଟାକେ ବିକ୍ରି କରିପାରିବେ। ଆଉ ଇତାର ବଡ଼ି ୱେଟ୍ ଲାଷ୍ଟ ଆମେ 1.5 କେଜିରୁ 2 କେଜି ଦେଖବାର୍କେ ପାଇଛୁଁ 4ରୁ 5 ମାସ ଭିତରେ। କିନ୍ତୁ ଚାଷୀ ଭାଇମାନଙ୍କୁ ଅନୁରୋଧ ସେମାନେ 500-600 ଗ୍ରାମରେ ବିକ୍ରିବାର ଷ୍ଟାର୍ଟ କଲେ ଆପଣମାନେ 1 କିଲୋ 1.5 କିଲୋ ଯାକ ଯଦି ଆପଣ 1000 କି 500 ଫାର୍ମିଂ କରୁଛନ୍ ତ ଆପଣମାନେ ଏଟାକେ ବିକ୍ରି କରିପାରିବେ। ଆଉ ଆପଣମାନେ ଯଦି ଆଉ ଅନ୍ୟ କେନ୍ କୁକୁଡ଼ା ବା ଅନ୍ୟ କେନ୍ ବ୍ରିଡ଼୍ରେ ଜାନବାର୍ ଲାଗି ଚାହୁଁଛନ୍ ଆପଣମାନେ ଆମକୁ କମେଣ୍ଟ କରୁନ୍।
आमे सेतिर ऊपर वीडियो निश्चित भाव में आपण मानकु देमु और मेडिसिन बाबद भी जेन जेन असुविधा सुविधा अच्छे आपण मैंने आमको जोगाजोग करेंगे आमे आपन को कहबार के चाहूँ आमर गंगोत्री पोल्ट्री आपण मैंने सब प्रकार जेनटा कि सोनाली असिल आरआर कड़कनाथ ब्रॉयलर कंक्रेल सब ब्रिड्र विभिन्न प्रकार भेराइटर आपण मैंने पाइपर यहाँ गोटे भिडियो आम आपको देखो देखो आम निजर फार्म रे जेनटा कंक्रेल चिक्स अच्छन 1000 पीस यहाँ पाखे 500 ରୁ 600 ग्राम हेलन तार केते तामने हाइजेनिकली रोचे सब प्रकार चिया और बतक कुकुड़ा पाइबार लगे आपण आम मानक जोगाजोग करूँ। धन्यवाद आज्ञा, नमस्कार।